ଗପଟିର ନାଁ ହେଲା କୃପଣ ବାପା। କୃପଣ ବାପା, କୃପଣ ମାନେ ଲୋଭୀ ବା ଯିଏ ଟିକେ ଲୋଭ କରେ ହେଲା, ବା ଯିଏ କିଛି ଖର୍ଚ୍ଚ କରିବାକୁ ସଂକୋଚ କରେ ବା ସଞ୍ଚୟ କରୁଥାଏ କିନ୍ତୁ ଖର୍ଚ୍ଚ କରିବା ପାଇଁ ସଂକୋଚ କରେ। ଗୋଟିଏ ସହରରେ ଜଣେ ବ୍ରାହ୍ମଣ ଥିଲେ। କିଏ ଥିଲେ? ବ୍ରାହ୍ମଣ। ସେ କୃପଣ ଭାବରେ ଜଣାଶୁଣା ଥିଲେ। ପ୍ରତିଦିନ ସେ ଭିକ୍ଷା ମାଗିବା ପାଇଁ ବାହାରି ଯାଆନ୍ତି। ଦିନ ଶେଷରେ ସେ ଗୋଟିଏ ମାଟି ପାତ୍ରରେ କିଛି ମକା ଗୁଣ୍ଡ ସଞ୍ଚୟ କରି ରଖୁଥିଲେ। ସେ ଭିକରେ ପିଲେ କ'ଣ ମକା ଗୁଣ୍ଡ ଦିଅନ୍ତି। ଆଗରୁ ବି ମକା ଗୁଣ୍ଡ ଲୋକମାନେ ଖାଆନ୍ତି। ବୁଝିପାରିଲ? ସେ ଭିକ ମାଗିକି କ'ଣ କରନ୍ତି ପିଲେ? କିଛି ମକା ଗୁଣ୍ଡ ଆଣିକି ନିଜ ପାଖରେ ରଖନ୍ତି। ଏହା ଯେତେବେଳେ ପୂରଣ ହୋଇଯାଉଥିଲା ସେ ଏହାକୁ ଏକ କଣ୍ଟାରେ ନିଜ ମୁଣ୍ଡ ଉପରେ ଝୁଲାଇ ଦେଉଥିଲେ। ଦେଖ ପିଲେ, କଣ୍ଟା ମାନେ ପିଲେ କ'ଣ? ତୁମମାନେ ଘରେ ସବୁ ଦେଖିଥିବ ଶିକା। ଶିକାରେ ଏମିତି ଜିନିଷ ଟାଙ୍ଗନ୍ତି, ଯେଉଁ ବିଲେଇ ଦାଉରୁ ରକ୍ଷା କରିବା ପାଇଁ ଗୋଟେ ଗୋଟେ ହାଣ୍ଡିରେ ଶୁକୁଆ ଫୁକୁଆ ସେ ଶିକାରେ ଟଙ୍ଗାଯାଏ ଘର ଭିତରେ ହେଲା। ଯାହାଫଳରେ ତାଙ୍କ ଆଖି ଆଗରେ ରହୁଥିଲା। ଏଇ ଯେମିତି ଆମର ଫ୍ୟାନ୍ ଟଙ୍ଗା ହେଇଛି, ଫ୍ୟାନ୍ ଉପରେ ଗୋଟେ କଣ୍ଟାରେ ଏମିତି ଟଙ୍ଗା ହେଇଥିବ ଗୋଟେ ହାଣ୍ଡିରେ, ସେଇ ହାଣ୍ଡିରେ ସେ ମକା ଗୁଣ୍ଡ ରଖୁଥିଲେ। ଦିନେ ଖୁବ୍ କ୍ଳାନ୍ତ ହୋଇ ସେ ଘରକୁ ଫେରିଲେ ବା ଥକି ଯାଇ ଘରକୁ ଫେରିଲେ। ସିଧା ସେଜ ଉପରେ ଶୋଇ ପଡ଼ିଲେ। କେଉଁଠି ଶୋଇଲେ? ସେଜ ଉପରେ। ଯେତେବେଳେ ତାଙ୍କ ଏହି ସମୟରେ ସେ ଗୋଟେ ସ୍ୱପ୍ନ ଦେଖିଲେ। ଯେତେବେଳେ ତାଙ୍କ ପାତ୍ରଟି, ସ୍ୱପ୍ନ ଦେଖୁଛନ୍ତି ପିଲେ, ମକା ଗୁଣ୍ଡରେ ପୂର୍ଣ୍ଣ ହୋଇଯାଇଥିଲା। କେଉଁଟାରେ ପିଲେ? ମକା ଗୁଣ୍ଡରେ ଫୁଲ୍ ହୋଇଯାଇଛି। ସେତେବେଳେ ଦେଶରେ ଦୁର୍ଭିକ୍ଷ ପଡ଼ିଛି ବା ମରୁଡ଼ି ପଡ଼ିଛି। ଏ ପରିସ୍ଥିତିରେ ସୁବିଧା ନେଇ ସେ ତାଙ୍କ ମକା ଗୁଣ୍ଡକୁ ଉଚ୍ଚ ଦରରେ ବିକ୍ରି କରିଛନ୍ତି। ବୁଝିପାରିଲ? ସେ ସ୍ୱପ୍ନ ଦେଖୁଛି ନା ତାଙ୍କ ମକା ପାତ୍ରଟି ପୂରଣ ହୋଇଯାଇଛି। ସିଏ କ'ଣ ହେଇଛି, ଯେତେବେଳେ ସେ ଏଇ ଜିନିଷଟି ବିକୁଛ ମାନେ ଚଢ଼ା ଦରରେ ସିଏ ମରୁଡ଼ି ସମୟରେ ବିକ୍ରି କରିଛନ୍ତି। ସେ କ'ଣ କରିଛନ୍ତି, ଏଇ ଯେଉଁ ଜିନିଷଟିକୁ ଚଢ଼ା ଦରରେ ବିକ୍ରି କରିକି ଏହି ଅର୍ଥ ଉପାର୍ଜନରେ ସେ ଦୁଇଟି ମା ଛେଳି କିଣିଲେ। ଦୁଇଟି କ'ଣ କିଣିଲେ? ଛେଳି କିଣିଲେ। ହଁ, କିଛି ଦିନ ଭିତରେ ସେ ମା ଛେଳି ଦୁଇଟି ଅସଂଖ୍ୟ ଛେଳି ଜନ୍ମ କଲେ। ଦୁଇଟି ଛେଳିରୁ ସେ 100 କି 200ଟି ଛେଳି ହେଲେ ଓ ସେ ସେଇ ଛେଳି ଗୁଡ଼ିକୁ ବିକ୍ରି କରିଦେଲେ। କିଏ ବିକ୍ରି କରିଦେଲେ? ସେଇ ବ୍ରାହ୍ମଣ ବିକ୍ରି କରିଦେଲେ। ସେହି ମୂଲ୍ୟରେ ଗାଈ ଓ ମଇଁଷି ଆଣିଲେ। କ'ଣ ଆଣିଲେ? ଗାଈ ଓ ମଇଁଷି ଆଣିଲେ। କିଛି ଦିନ ପରେ ସେ ଅଧିକ ଲୋଭରେ କ'ଣ କଲେ ପିଲେ, ସେଇ ଯେଉଁ ଛେଳି ଗୁଡ଼ିକ ବଡ଼ ହୋଇଗଲେ ତାକୁ ବିକିକି ଗାଈ ଆଉ ମଇଁଷି କିଣିଲେ। କ'ଣ କିଣିଲେ? ପୁଣି ଘୋଡ଼ାଙ୍କ ସଂଖ୍ୟା ଯେତେବେଳେ ବଢ଼ିଗଲା, ଆଚ୍ଛା, ସେ ଗାଈ ମଇଁଷିକି ବିକିକି ଘୋଡ଼ା କିଣିଲେ ଏବଂ ପୁଣି ଘୋଡ଼ାର ସଂଖ୍ୟାକୁ ଯେତେବେଳେ ବଢ଼ିଲା ସେଗୁଡ଼ିକ ବିକ୍ରି କରି ସେ ପ୍ରଚୁର ଟଙ୍କା ରୋଜଗାର କଲେ ହେଲା। ତାହେଲେ ଏଇଠି ପିଲେ ମୁଁ ତୁମକୁ ପଚାରିବି ଗୋଟେ କ୍ୱେଶ୍ଚନ୍, ତ ମୋତେ କୁହ, ସେ ପ୍ରଥମେ ସେଇ ଯେଉଁ ପଇସାରେ କ'ଣ କରିଥିଲେ? ଦୁର୍ଭିକ୍ଷ ସମୟରେ ଯେଉଁ ମକା ଗୁଣ୍ଡକୁ ବିକିକି ପଇସା ଆଣିଲେ ସେଥିରୁ କ'ଣ କଲେ? ଛେଳି କିଣିଲେ। ଛେଳିକୁ ବିକିକି ଗାଈ ଆଉ ମଇଁଷି ଆଣିଲେ। ଗାଈ ଆଉ ମଇଁଷିକି ବିକିକି ଘୋଡ଼ା ଆଣିଲେ। ଘୋଡ଼ାକୁ ବିକିକି ଅଧିକ ପଇସା ରୋଜଗାର କଲେ ହେଲା। ଶୀଘ୍ର ସିଏ ବହୁତ ସୁନା କିଣିଲେ ଓ 4 ମହଲା ଘର ତିଆରି କଲେ। କେତେ? 4 ମହଲା। ତାଙ୍କ ଧନରେ ପ୍ରଭାବିତ ହୋଇ ଜଣେ ଧନୀ ବ୍ୟବସାୟୀ ନିଜର ସୁନ୍ଦରୀ ଝିଅକୁ ତାଙ୍କ ସହିତ ବିବାହ କରାଇ ଦେଲେ। ବୁଝିପାରିଲ କି ନାହିଁ? ସେମାନଙ୍କର ଗୋଟିଏ ପୁଅ ଜନ୍ମ ହେଲା। କାହାର? ବ୍ରାହ୍ମଣ ଆଉ ସେଇ ଧନୀ ବ୍ୟବସାୟୀଙ୍କ ଝିଅର ଗୋଟିଏ କ'ଣ ହେଲା ପିଲେ? ପୁଅଟିଏ ଜନ୍ମ ହେଲା। ଏ ସ୍ୱପ୍ନ ଦେଖୁଛି ରେ ଭାଇ ହେଲା। ଦିନେ ବ୍ରାହ୍ମଣ ତାଙ୍କ ପୁଅ ସହିତ ଖେଳୁଥିଲେ। ଖେଳର ଅଂଶ ଭାବରେ ସେ ଘୋଡ଼ାଶାଳରେ ଲୁଚି ରହି ତାଙ୍କ ପୁଅକୁ ଖୋଜିବାକୁ କହିଲେ। କିନ୍ତୁ ସେ ଯେତେବେଳେ ଦେଖିଲେ ତାଙ୍କ ପୁଅ ବିପଦପୂର୍ଣ୍ଣ ଭାବରେ ଘୋଡ଼ାମାନଙ୍କ ଆଡ଼କୁ ଯାଉଛି, ସେତେବେଳେ ସେ ଚିତ୍କାର କରି ତାଙ୍କ ସ୍ତ୍ରୀକୁ କହିଲେ ଯେ ସେ ଆସି ପିଲାଟିକୁ ନେଇଯାଆନ୍ତୁ। କ'ଣ କହିଲେ? ସେ ଆସି ପିଲାଟିକୁ ନେଇଯାଆନ୍ତୁ। କିନ୍ତୁ ଘର କାମରେ ବ୍ୟସ୍ତ ଥିବାରୁ ତାଙ୍କ ସ୍ତ୍ରୀ ଛୁଆଟିକୁ ନେଇପାରିଲେ ନାହିଁ ହେଲା। ବ୍ୟସ୍ତ ଥିବାରୁ ତାଙ୍କ ଡାକ ଶୁଣିପାରିଲେ ନାହିଁ। ସେ ରାଗିଗଲେ ଓ ଆଉ ତାଙ୍କୁ ଗୋଇଠା ମାରିଲେ। କାହାକୁ? ତାଙ୍କ ସ୍ତ୍ରୀକୁ ଗୋଟେ ଗୋଇଠା ମାରିଲେ। କୃପଣ ବ୍ରାହ୍ମଣଙ୍କ ସ୍ୱପ୍ନ ଭାଙ୍ଗିଗଲା। ସେ ପ୍ରକୃତରେ କାହାକୁ ଗୋଇଠା ମାରିଲେ? ନା, ତା ମୁଣ୍ଡ ଉପରେ ଝୁଲୁଥିବା ମକା ଗୁଣ୍ଡ ହାଣ୍ଡିକି।
ଯେତେବେଳେ ସେ ହାଣ୍ଡି ଟିକେ ଗୋଇଠାଟେ ମାରିଛନ୍ତି ସ୍ୱପ୍ନରେ, ହାଣ୍ଡି ଭାଙ୍ଗିକି ଚୁନା, ମକା ଗୁଣ୍ଡ ସବୁ ବ୍ରାହ୍ମଣ ଉପରେ। ବ୍ରାହ୍ମଣ ଦେଖାଗଲା ଗୋଟେ ଧଳା ଭୂତ ହେଲା। ତେଣୁ ଏଇଠୁ ଆମେ କ'ଣ ଶିଖିଲେ? ଅତି ଲୋଭ କରିବା ଠିକ୍ ନୁହେଁ ହେଲା, ବୁଝିଲ?